ସାବିତ୍ରୀ ମହାପୁରାଣରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି। ଯୁଧିଷ୍ଠିରଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଶ୍ରୀକୃଷ୍ଣ ଏକଥା ସ୍ପଷ୍ଟ କରିଛନ୍ତି ଯେ ଯେଉଁ ନାରୀମାନେ ବାପ ଘରୁ ଭାର ଆଣି ବା ପିତା ଘରୁ ଭାର ଆଣି ସେଥିରେ ସାବିତ୍ରୀ ବ୍ରତ କରିଥାନ୍ତି, ସେହି ନାରୀଟି ପର ଜନ୍ମରେ କୃମି କୀଟ ହୋଇ ଜନ୍ମ ହୋଇଥାଏ। ତାର ସ୍ୱାମୀ ଅଳ୍ପାୟୁ ହୋଇଥାଏ, ତାର ପରିବାର ଅମଙ୍ଗଳ ହୋଇଥାଏ, ସ୍ୱାମୀଙ୍କର ଆୟୁଷ ହାନି ହୋଇଥାଏ ଏବଂ ସେ ନାରୀଟି ଘୋର ଅପରାଧର ଶିକାର ହୋଇଥାଏ ବା ଘୋର ଅପରାଧୀ ବୋଲି ଧରାଯାଇଥାଏ। ତେବେ ଯଦି ଏହା ଅପରାଧ ଯାହା ପାଇଁ ଆମେ ଓଷା କରୁଛନ୍ତି, ବ୍ରତ କରୁଛନ୍ତି, ଯଦି ତାଙ୍କର ଅମଙ୍ଗଳ ହେଉଛି, ତାଙ୍କର ଆୟୁହାନି ହେଉଛି, ତେବେ ଆମେ ସେମିତି କେମିତି କରିବା? ଏଇ ବର୍ଷଠାରୁ ଦୃଢ଼ ସଂକଳ୍ପ ନିଅନ୍ତୁ, ପିତା ଘରୁ ଆସିଥିବା ଭାରରେ ଆମେ ବ୍ରତ କରିବା ନାହିଁ। ପିତା ଘରକୁ ଭାର ଦେବା ପାଇଁ ସମ୍ପୂର୍ଣ୍ଣ ମନା କରିଦେବା। ଅଲଗା ବେଳେ ପିତାମାତା ଆମକୁ ବହୁତ କିଛି ଦେଉଛନ୍ତି, ସ୍ନେହ ଦିଅନ୍ତୁ, ଶ୍ରଦ୍ଧା ଦିଅନ୍ତୁ, ଆଶୀର୍ବାଦ ଦିଅନ୍ତୁ। ନିଜର ସାମର୍ଥ୍ୟ ମୁତାବକ ଆମେ ଶଙ୍ଖା ସିନ୍ଦୁର କିଣି ଫଳମୂଳ କିଣି ଆମର ପୂଜାର୍ଚ୍ଚନା କରିପାରିବା। କୌଣସି ଦାମୀ ଫଳମୂଳର ଆବଶ୍ୟକତା ନାହିଁ। ମାଆଙ୍କୁ ଧ୍ୟାନ କରନ୍ତୁ, ସ୍ୱାମୀଙ୍କର ମଙ୍ଗଳ କାମନା କରନ୍ତୁ ଏବଂ କିଛି ନହେଲେ ଗାୟତ୍ରୀ ମନ୍ତ୍ର, ଲକ୍ଷ୍ମୀନାରାୟଣ ମନ୍ତ୍ର ଜପ